परिवार तीर्थ महानदी चित्तोटपड़ा त्रिकोण भूमि रे अवस्थित यही पवित्र क्षेत्रटी को आमे स्मरण करी समग्र पृथ्वीर शांति आउ प्रगति कामना करुछु। प्रभुंकर जो चतुर्दशी मेला ताहा पूर्णमी दिन शेष हो जावा परे प्रत्येक वर्ष भली ए वर्ष 7 दिन ठाकुरंकर गोटे निर्दिष्ट सेवा तांको अर्पण करा जाए। से सेवाटी को आमे नामकरण करिथिलु पहुड़ सेवा। पुणी गोटे मन भितर आसिला पहुड़ माने गोटे शोइबा कथा सेटा केमिति आमे सेवा बोली भाबिबा। तेबे प्रकृत रे पहुड़ होउछि गोटे सेवा। आपण माने खाइबे बुलिबे जहाँ किसी करंतु ना कहीं जदि गोटे विश्राम आपणक पई न मिले ताहले आपणकर देह बा आम देह असुस्थ हो पड़े। सेथिपाई भोजन सहित कर्मर जेमती संपर्क सेमती कर्म सहित ज्ञानर मध्य सेही भली संपर्क। कर्म ज्ञान आउ भक्ति ये कर्म ज्ञान भक्ति सहित आउ गोटे कथा एटी जोड़िबा को हबो गुरुत्वपूर्ण कथा से होउची विश्राम। आपण माने फोटो चित्र देखिथिबे आम सनातन धर्म रे बहु प्रकार मूर्ति सेवक माने अछन। ए मूर्ति सेवक मानकु अनेक अंगुली निर्देश करी उपहास्य भी करती जे माने मूर्ति पूजा करुछन। तेबे आपण माने निजुको पचारंतु मूर्ति पूजा किए न करूना। एमिति पृथ्वी रे केही नाहंती जे कि मूर्ति पूजा करूना। मु मूर्ति कहूची गोटे छोटिया पांडुलिपि मु अनेक दिन तले लिखिथिली एवं सेटा मध्य प्रकाशित होइथिला। तेबे से स्टॉल रे अनुसंधान कले से बही मिलिबो। मु किए प्रथम प्रश्न जदि निजुको पचारिबा मु किए आपण माने संगे संगे उत्तर देबे। आपणको नाटा जहा आपण सेई धरतु मो ना होची बलिया तेणु मु किए ना मु बलिया सी नुहे प्रकृत परिचय। परिचयर प्रथम पर्व होची मु जणे मूर्ति।
ମୁଁ ଜଣେ ମୂର୍ତ୍ତି, ମୂର୍ତ୍ତି ଭିତରେ ଯାହା ଅଛି ମୋ ଭିତରେ ସେୟା ଅଛି, କିନ୍ତୁ ମୂର୍ତ୍ତି ଭିତରେ ଗୋଟେ ଦିବ୍ୟ ସତ୍ତା ସେ ଅଦୃଶ୍ୟରେ କ'ଣ କରୁଛି ଆମେ ଜାଣିନୁ, କିନ୍ତୁ ଆମ ଭିତରେ ସେଇ ଦିବ୍ୟ ସତ୍ତା ସବୁ କଥା କରିପାରୁଛି। ତେଣୁ ମୁଁ ହେଉଛି ଜଣେ ମୂର୍ତ୍ତି। ଯେହେତୁ ମୋର କାନ ନାକ ସବୁ ଅଛି, ତେଣୁ ମୁଁ ମୂର୍ତ୍ତି। ଖାଲି ମଣିଷ ନୁହେଁ, ପଶୁ ପକ୍ଷୀ କୀଟ ପତଙ୍ଗ ଯାହା ଆମେ ଦୁନିଆରେ ଦେଖୁଛୁ ସମସ୍ତେ ହେଉଛନ୍ତି ମୂର୍ତ୍ତି। ଆପଣମାନେ ଯେଉଁ ଖାଦ୍ୟ ଖାଉଛନ୍ତି, ଧରନ୍ତୁ ଆପଣ ସକାଳୁ ରୁଟି ଖାଆନ୍ତି, ମଧ୍ୟାହ୍ନରେ ଭାତ ଖାଆନ୍ତି, ଅପରାହ୍ନରେ ଆପଣ ମୁଢ଼ି ଖାଆନ୍ତି, ରାତିରେ ପୁଣି ରୁଟି ଖାଇକିରି କ୍ଷୀର ପିଇକିରି ଶୁଅନ୍ତି। ଏଇ ଯେଉଁ କେତୋଟି କଥା କହିଲି, କେଉଁ କଥାଟା ମୂର୍ତ୍ତି ନୁହେଁ ଆପଣମାନେ ନିଜେ ଚିନ୍ତା କରନ୍ତୁ। ମୁଁ ସକାଳୁ ରୁଟି ଖାଏ, ରୁଟିଟା ହେଉଛି ଗୋଟେ ମୂର୍ତ୍ତି। ଯଦି ଆପଣ କହିବେ ମୁଁ ରୁଟି ଖାଇବି, ଆପଣଙ୍କ ଘରେ ଯଦି କିଏ ଲୋକ ଥିବେ ସେ ଭାତ ଆଣିକି ଥୋଇଦେବେ, ଆପଣ କହିବେ ମୁଁ ତ ଭାତ ଖାଇବି, ମୁଁ ରୁଟି ଖାଇବି। ଆପଣ କେମିତି ଜାଣିଲେ ସେଇଟା ଭାତ ବୋଲି? ତାର କାରଣ ହେଉଛି ଭାତର ସ୍ୱରୂପ ଅଲଗା, ରୁଟିର ସ୍ୱରୂପ ଅଲଗା, ମୁଢ଼ିର ସ୍ୱରୂପ ଅଲଗା, ଚୂଡ଼ାର ସ୍ୱରୂପ ଅଲଗା। ଏ କିଆରି ସେ କିଆରି, এইটা ମୋ କିଆରି, ସେଇଟା ତା କିଆରି। ସିଏ କିଆରିରେ ବି ଧାନ ହବ, ମୋ କିଆରିରେ ବି ଧାନ ହବ। ମୁଁ ଯଦି ତା କିଆରିରୁ ଧାନ କାଟିବି ତାହେଲେ ମରାମରି ହବ। ସିଏ ଯଦି ମୋ କିଆରିରୁ ଧାନ କାଟିବ ତାହେଲେ ଆମର ବି ମନ ହବ ମରାମରି କରିବା ପାଇଁ। ତେଣୁ ମୁଁ ମୂର୍ତ୍ତି କହୁଛି। ରାତି ପାହିଲା, ଉଜ୍ଜଳ ଦଶ ଦିଶ ପାହିଲା ରାତି, ରାବିଲେ କାକ ପିକ କଜଳ ପାତି, ଲୁଚିଲେ ଗୋଟି ଗୋଟି ଗଗନେ ତାରା, ପୂର୍ବ ଦିଗୁ ଝରେ ଆଲୋକ ଧାରା। ତାହେଲେ ସିଏ କିଏ? ସିଏ ହେଉଛନ୍ତି ସ୍ୱୟଂ ମୂର୍ତ୍ତି, ଏକ ବ୍ୟାପକ ଆଲୋକ ବର୍ତ୍ତିକା, ଯିଏ ସମଗ୍ର ପୃଥିବୀକୁ ଆଲୋକ ପ୍ରଦାନ କରନ୍ତି। ତେଣୁ ମୁଁ ପ୍ରଥମେ ସକାଳୁ ଯାହାଙ୍କୁ ଦେଖୁଛି ସିଏ ହେଉଛନ୍ତି ମୂର୍ତ୍ତି। ମଧ୍ୟାହ୍ନରେ ସେଇ ମୂର୍ତ୍ତି ତାର ସ୍ୱରୂପ ବଦଳି ଯାଉଛି। ମାନେ ମୂର୍ତ୍ତି ସେୟା ଅଛି, କିନ୍ତୁ ତାର କ୍ରିୟାଟା ବଦଳି ଯାଉଛି। ସନ୍ଧ୍ୟାବେଳେ ସେଇ ମୂର୍ତ୍ତି ସିଏ ଆଉ ଏକ ରୂପରେ ଅସ୍ତ ହେଉଛନ୍ତି। ତାଙ୍କର ଉଦୟ ଅସ୍ତ ପ୍ରକୃତରେ ନାହିଁ, କିନ୍ତୁ ଆମେ ତାଙ୍କ ଉଦୟ ଅସ୍ତକୁ ନେଇ ସମସ୍ତ କାର୍ଯ୍ୟ କରୁଛୁ। ତେଣୁ ମୁଁ ମୂର୍ତ୍ତି କହୁଛି ବା ମୁଁ ମୂର୍ତ୍ତି ଦେଖିଛି। ଯାଉଁ ଯାଉଁ ବାଟରେ ମୁଁ ଗୋଟେ ମନ୍ଦିର ଦେଖିଲି। ସିଏ ମନ୍ଦିର ଭିତରେ କ'ଣ ମୁଁ ଆଲ୍ଲାହୁ ଆକବର ଆଲ୍ଲାହ ବୋଲି ଡାକିଲି? କି ମୁଁ ଗୋଟିଏ ମସଜିଦ ଦେଖିଲି? ସେ ମସଜିଦ ଭିତରେ କ'ଣ ମୁଁ ଦେଖିଲି କହିଲି
ମାନେ ଓ ଗଡ୍ ହେଲ୍ପ ମି, ମୁଁ ତା କହିଲି। ମୁଁ ବୁଦ୍ଧଙ୍କର ମୂର୍ତ୍ତି ଦେଖିଲି। ସେଠି କ'ଣ ଆଲ୍ଲା ଯୀଶୁ କୃଷ୍ଣଙ୍କୁ ମୁଁ ପ୍ରାର୍ଥନା କଲି? ମୁଁ ସେଠି କହିଲି ବୁଦ୍ଧମ୍ ଶରଣଂ ଗଚ୍ଛାମି। ଏଇଭଳି ଭାବରେ ମୂର୍ତ୍ତିର ଭିନ୍ନତା, ମୂର୍ତ୍ତି ସହିତ ନାମର ମଧ୍ୟ ଭିନ୍ନତା ରହିଛି। ନାମ ଓ ରୂପର ଭିନ୍ନତା ସହିତ ତା କ୍ରିୟାର ବି ଭିନ୍ନତା ରହିଛି। ମୁଁ ଯାଉଁ ଯାଉଁ ହଠାତ୍ ଦେଖିଲି ଗୋଟେ ମନ୍ଦିର। ମୁଁ ତାକୁ କେବେ ହେଲେ ମସଜିଦ ବୋଲି କହିପାରିବିନି। ଇଏ ହେଉଛି ମସଜିଦ। ଯଦି କହିବି ଲୋକ କହିବେ ଏଟା ପାଗଳ ନା କ'ଣ? ଯେଉଁମାନେ ମସଜିଦର ସେବକ, ସେମାନେ ଯଦି ଗୋଟେ ମନ୍ଦିର ଦେଖିବେ, ସିଏ କେବେ ବି କହିବେ ନାହିଁ ଯେ ମୁଁ ବାଟରେ ଗୋଟେ ମନ୍ଦିର ଦେଖେ। ସବୁ କଥା ଏଇଭଳି ଭାବରେ ଭିନ୍ନ ରୂପ ଧାରଣ କରିଛି। ଆମେ ଯେଉଁ ସମୁଦ୍ରକୁ ଦେଖୁଛୁ, ସେ ସମୁଦ୍ର ଭିତରେ କେତେ ତୀର୍ଥ ଜଳ, କେତେ ନାଳ ନର୍ଦ୍ଦମା ଜଳ, କେତେ ନଦ ନଦୀର ଜଳ କୋଉଠି ମିଶୁଛି? ସେଇ ସମୁଦ୍ର ଭିତରେ ମିଶୁଛି। ସେଗୁଡ଼ିକ ପୁଣି କୋଉଠୁ ସୃଷ୍ଟି ହେଇଛି? ସେଇ ସମୁଦ୍ର ଭିତରୁ ହିଁ ସୃଷ୍ଟି ହେଇଛି। ତାର ଉତ୍ପତ୍ତି ସମୁଦ୍ରରୁ, ବିଲୟ ମଧ୍ୟ ସମୁଦ୍ରରେ। ମୁଁ ପଶୁକୁ ଦେଖି କେବେ ମଣିଷ କହିବି ନାହିଁ, ମଣିଷକୁ ମଧ୍ୟ ମୁଁ ପଶୁ କହିବି। ଏଇଭଳି ଭାବରେ ଆପଣ ଚିନ୍ତା କରନ୍ତୁ। ଆପଣ ପାଠ ପଢ଼ିଲେ, ପାଠଟା ପଢ଼ିଲେ କୋଉଠି ନା ଅମୁକ ସ୍କୁଲରେ ମୁଁ ପଢ଼ିଲି, ଭଲ ହେଲା। ସେ ସ୍କୁଲରେ କେମିତି କ'ଣ ପଢ଼ିଲେ? ପାଠ ଗୁଡ଼ାକ ଆସିକିରି ଆପଣଙ୍କ ମୁଣ୍ଡ ବାଟେ କଣା ହେଇକିରି ସବୁ ସେ ପାଠ ଗୁଡ଼ାକ ପଶିଲା? କେମିତି ଆପଣ ପାଠ ପଢ଼ିଲେ? ଖଡ଼ି, ସିଲଟ, କଲମ, କାଗଜ ଠାରୁ ଆରମ୍ଭ କରି ଯେତେ ପାଠ୍ୟ ପୁସ୍ତକ ଅଛି, ତା ବିନା ସେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ବୌଦ୍ଧ, ଜୈନ, ଶିଖ ଯିଏ ବି ହୁଅନ୍ତୁ, ତା ବିନା, କଲମ ବିନା କିମ୍ବା କାଗଜ ବିନା କି ବହି ବିନା କିଏ ପାଠ ପଢ଼ିଛି? ପାଠଟା କାହା ଭିତରେ ଅଛି? ଗୋଟେ ପାଠ ବହିରେ ଅଛି। ସେ ବହି ହେଉଛି ଗୋଟିଏ ମୂର୍ତ୍ତି। ସେ ବହି ଭିତରେ ଯେଉଁ ଅକ୍ଷର ଗୁଡ଼ିକ ଲେଖା ହେଇଛି, ସେ ଅକ୍ଷର ଗୁଡ଼ିକୁ ଯିଏ ସୃଷ୍ଟି କରିଛି, ସେଇ ଅକ୍ଷରଟା ଅ ଆ ହସେଇ ଦିଘେଇ ଏ ବି ସି ଡି ସବୁ ହବ। କିନ୍ତୁ ସିଏ ଗୋଟିଏ ଗୋଟିଏ ମୂର୍ତ୍ତି। ଆପଣ ଅ କୁ କେବେ ଆ କହିବେନି, କି ଆ କୁ କେବେ ଏ କହିପାରିବେନି, କି ବି କହିପାରିବେନି। ନାନା ମୁନିର୍ଯସ୍ୟ ମତୋପି ଭିନ୍ନା। ଆମ ଓଡ଼ିଆ ଅକ୍ଷର, ସଉଠୁ ଇଂରାଜୀ ଅକ୍ଷର, ତେଲୁଗୁ, ତାମିଲ, ଏମିତି ଆରମ୍ଭ କରି ଯେତେ କର୍ଣ୍ଣାଟକ, ଯେତେ ଭାରତବର୍ଷରେ ବା ପୃଥିବୀ କଥା ଯେତେ ଅକ୍ଷର ସବୁ ରହିଛି, ସାହିତ୍ୟ ରହିଛି, ସବୁ ହେଉଛନ୍ତି ଗୋଟିଏ ଗୋଟିଏ ମୂର୍ତ୍ତି। ତମେ ଇଚ୍ଛା କଲ ରାତି 9ଟା ବେଳେ ମୁଁ ଗୋଟେ ଆଜି
ହୋଟେଲରେ ଖାଇବି, ଏ ଢାବାରେ ଖାଇବି। ସେ କୋଉ ଢାବାରେ ଖାଇବେ ସେ ଢାବାଟାକୁ ମଧ୍ୟ ଆପଣ ମନ ଭିତରେ ପ୍ରସ୍ତୁତ କଲେ, ସେ ଅମକ ଢାବାରେ ମୁଁ ଖାଇବି। ସେଠି କାହିଁ ଖାଇବ? ଏଟା ଭଲ ସ୍ୱାଦିଷ୍ଟ ତ ମାନେ କରେ, ମାନେ ଭୋଜନ ପ୍ରସ୍ତୁତ କରେ। ସେଇ ଢାବାକୁ ଗଲ, ତା ପାଖରେ ଆଉ ଗୋଟିଏ ଢାବା ଥିଲା, ସେଠିକି ଗଲନି। ସେ ଢାବାଟାକୁ ଛାଡ଼ିକିରି ଆପଣଙ୍କ ଲକ୍ଷ୍ୟ ସ୍ଥଳରେ ଯେଉଁ ଢାବା ସେଠିକି ଗଲେ। କୋଉଥିରେ ଖାଇଲେ? ଥାଳିରେ ଖାଇଲେ, ଚାମଚରେ ଖାଇଲେ, କ'ଣ ଖାଇଲେ? ଯାହା ବି ଖାଇଲେ, ଭାତ ଖାଇଲେ କି ବିରିୟାନୀ ଖାଇଲେ କି ପଲଉ ଖାଇଲେ କି ଫ୍ରାଇଡ୍ ରାଇସ୍ ଖାଇଲେ, ଯାହା ଖାଇଲେ, ଏ ସବୁଗୁଡ଼ିକ ହେଉଛି ମୂର୍ତ୍ତି। ମୋର ବାପା, ମୋର ମା, ସିଏ ମୋ ପାଇଁ କ'ଣ? ଏକ ଦିବ୍ୟ ମୂର୍ତ୍ତି। ସେ ବାପାଙ୍କର ବୋଉ, ସେ ତାଙ୍କ ପାଇଁ ଦିବ୍ୟ ମୂର୍ତ୍ତି। ମୁଁ ଯେଉଁ ଘରେ ରହିଲି, ଏଇଟା ମୋର ବେଡରୁମ୍, ଏଇଟା ମୋର ଷ୍ଟଡି ରୁମ୍, ଏଇଟା ଡାଇନିଂ ହଲ୍। ଆପଣ କ'ଣ ଡାଇନିଂ ହଲ୍ଟାକୁ କହିବେ ବେଡରୁମ୍ ବୋଲି? ଏଇଟା ମୋର ଗେଷ୍ଟ ରୁମ୍, ଆପଣ କ'ଣ ଗେଷ୍ଟ ରୁମ୍ଟାକୁ କହିବେ କିଚେନ୍ ରୁମ୍ ବୋଲି? ସବୁର ସ୍ୱରୂପ ଅଲଗା। ଆପଣ ପୃଥିବୀର ମାନଚିତ୍ର ଦେଖନ୍ତୁ, ଭାରତର ମାନଚିତ୍ର ଯାହା, ପାକିସ୍ତାନର ମାନଚିତ୍ର ସେଇଆ ନୁହେଁ, କି ଚୀନର ମାନଚିତ୍ର ସେଇଆ ନୁହେଁ, କିମ୍ବା ଆମର ଯେଉଁ ଦେଶ ସବୁ ଛୋଟ ବଡ଼ ଅଛନ୍ତି, ଆମେ କାହାକୁ କେଉଁ ଦେଶକୁ ଛୋଟ ବଡ଼ କହିବା ବି ଭୁଲ। ଆମର ନେପାଳ ହଉ, ବାଂଲାଦେଶ ହଉ, ଭୁଟାନ ହଉ, ଯେଉଁ ଦେଶ ନାଁ ବି ଆମେ ଶୁଣିଛୁ, ଜାପାନ ହଉ କିମ୍ବା ଯେଉଁ ଦେଶରେ ଆପଣମାନେ ଯିଏ ଯେଉଁଠି ଅଛନ୍ତି, ସବୁ ଦେଶର ମାନଚିତ୍ର ଅଲଗା। ଏମିତି ଭୁଲ ବଶତଃ ବି, ମାନେ ଗୋଟେ ଭୁଲ ବଶତଃ ଅନେକ ଗୋଟେ ଏକା ଭଳିଆ ଗୋଟେ କଥା ହେଇଯାଏ, କିନ୍ତୁ ସେଠି ଏକା ଭଳିଆ ନାହିଁ। ଭୁଲ ବଶତଃ ବି କେତେବେଳେ ଭାରତ ମାନଚିତ୍ର, ପାକିସ୍ତାନ ମାନଚିତ୍ର କି ଚୀନ ମାନଚିତ୍ର, ଇଏ କେବେ ହେଲେ ସମାନ ହେବେ ନାହିଁ। ଆପଣ ଦେଖନ୍ତୁ, ଆପଣଙ୍କର ହାତ ଗୋଟିଏ ମୂର୍ତ୍ତି, ଜୀବନଟ ମୂର୍ତ୍ତି, ଏ ହାତଟା ବି ଗୋଟିଏ ମୂର୍ତ୍ତି। ଏ ହାତଟାକୁ କ'ଣ କେତେବେଳେ ଆପଣ ଗୋଡ଼ କହିବେ? ତେବେ ଏଇ ଯେଉଁ ହାତଟା ମୂର୍ତ୍ତି ବୋଲି ଆପଣ କହୁଛନ୍ତି, ଏ ହାତରେ 5ଟି ଆଙ୍ଗୁଠି, ଯଦି ଆମେ ଠାକୁରଙ୍କୁ ପ୍ରାର୍ଥନା କରିବା, ପ୍ରଭୁ ଆମକୁ ଏ 5ଟା ଆଙ୍ଗୁଠି, ଗୋଟେ ଛୋଟ ବଡ଼ ହେଇକିରି ଅଛି, ଗୋଟେ ଛୋଟିଆଟାଏ, ଟିକେ ବଡ଼ଟାଏ, ଏମିତି ସବୁ ଅଛି, ତାକୁ ଗୋଟେ ସମାନ କରିଦେଲେ ଗୋଟେ ସୁନ୍ଦର ଦେଖାଯିବ। ଯଦି ଠାକୁର ତାକୁ ସମାନ କରି ଜନ୍ମ ଦେଲେ, କିମ୍ବା ଡାକ୍ତରଖାନାକୁ ଯାଇ କହିବା ଏଇ ଆଙ୍ଗୁଠି ସହିତ ଆଉ ସବୁଯାକ ଆଙ୍ଗୁଠି ସମାନ କରିଦିଅ, ଇଏ ବୁଢ଼ା ଆଙ୍ଗୁଠିଟାକୁ ଉଠେଇ ଦିଅ, ଇଏ 4ଟା ଆଙ୍ଗୁଠିକି ସମାନ କରିଦିଅ। ଆପଣ ନିଜେ ଭାବନ୍ତୁ, ଖାଇପାରିବେ ତ? କାମ କରିପାରିବେ ତ? ତେଣୁ ଯେଉଁ ବିନ୍ଧାଣୀ ବା ଯେଉଁ ବିଧାତା ପୁରୁଷ, ଆମେ ତ ବହୁତ ଇଞ୍ଜିନିୟରିଂ ପଢ଼ୁଛୁ, ଏବେ ତ ପିଲା କେବଳ ଯାହାଠୁ ଶୁଣିବା ଆମେ ମେଡ଼ିକାଲ ପଢ଼ିବୁ। କ'ଣ ସେ ମେଡ଼ିକାଲ ପଢ଼ିଲେ ସେମାନେ କ'ଣ ଗୋଟେ ବଡ଼ ଲୋକ ହେବେ କି କ'ଣ କରିବେ? ତାଙ୍କ ମୁଣ୍ଡରେ ସବୁ ବସିଯାଇଛି ଯେ ଆମେ ମେଡ଼ିକାଲ, ଆମେ ପ୍ରିପେୟାର ହେଉଛୁ, ମେଡ଼ିକାଲ ପଢ଼ିବୁ।
जदि समस्ते भी मेडिकल पढ़े कि समस्ते जदि इंजीनियर हेबे कहते आमर कौन हेतरे आउ कौन आम पाठ पढ़िया बयस अच्छे आम पाठ पढ़ी किंतु किए सही बिंधाणी बा नियति ये समग्र जगत को तैयारी करिछि से एक आश्चर्य मते तैयारी करिछि आपण मान को तैयारी करिछि जोटी आखि रहिया कथा सेठी रहिछि जोटी कान रहिया कथा सेठी कान रहिछि तथापि केही काहारी स्वरूप सहित मिशुना मते आपण देखिले भूलवशत माने जानी शुणिक केबे आउ गोटे ना रे मते डाकिबेनी कि बाबू किए बहिचंती ये बलिया बही बलिया को केतबेले हलिया बोली डाकिबेनी तेणु सुंदर तुमरी चरणर धूली सुंदर तुमरी ना सुंदर तुमरी ए टिकी दुनिया सुंदर तुमरी गाँ आपण माने देखुथिबे अनेक सद्गुरु माने ये पृथ्वी की आसीचंती समस्ते किछि ना किछि वार्ता पृथ्वीर अधिवासी मान को दे जाइछंती अच्छा केबे देखिचंती जड़े महापुरुषंकर बाणी सहित से जो शब्द गुच्छरे से बाणीटी को तैयारी करिसंती बा तांको भितरु निर्गत होईची आउ गोटे महापुरुषंक बही रे सेई वाक्यटा आमको देखई दियो मु जेतेबेले भजन शुणे से अमुक ठाकुर लिखिले अमुक बाबा लिखिले अमुक कवि लिखिले मु तो केबे भी देखिनी कहा लेखा सहित कहार समान माने समान नुह तेरे एते शब्द कौटू आसिला ये जो प्रेरणा आसिला ये प्रेरणा को आमे कौन कहला यह ही होची दिव्य प्रेरणा आपण देखु काली ठारू परीक्षा करी देखु से फकीर मोहनंकर 6 मान 8 गुंटू पढ़ंतु नल नाई आमर मधुसूदनंकर कौन पढ़ंतु कि गंगाधर मेहरंकर पढ़ंतु कौन सी पद्य कि काव्य किंबा शब्द काहा सहित कई मिशुना मु गोटे कथा शुणिली जहाँ शुणिली तेरे आउ जनक पाखे से कथाटा कहली सी आउ गोटे शब्द आउ गोटे वाक्य कहली तेणु ये सृष्टि एक मूर्ति ये सृष्टिर प्रतिटी द्रव्य ही गोटे गोटे मूर्ति सूर्य चंद्र अग्नि पृथ्वी वायु आकाश वो गोटिक मूर्ति नुहे समस्ते होचंती मूर्ति तेणु जीवन होची सबुठारु श्रेष्ठ मूर्ति होची जीवन जो माने कहउचंती नाई नाई भगवान से जम्मा भगवान को देखी ना सी बापा अजा ठारु भगवान को ना शुणिचंती किंतु प्रकृत रे भगवान को कि मुझा के देखी मत कहीं नागुनी तेणु भगवान कहले गोटे 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 द्रव्य नुह भ कहले यही पृथ्वी होची भव पृथ्वी सूर्य चंद्र तारा ग्रह नक्षत्र गति ही ये संसार को चलई ग ये पवन बहुची वायु रूप वायु देवता रूप सी न बहले आम
କିଛି ବଞ୍ଚିବୁନି, ସବୁ ମରିବୁ। ଆଉ ଏଇଠି ଅଛି ନ ବା ଶୂନ୍ୟ। ନ ଅକ୍ଷରେ ଅନେକ କଥା ଥାଇପାରେ, ଯାହାକୁ ଆମେ କହୁ ଶୂନ୍ୟଂ ଶୂନ୍ୟଂ ମହାଶୂନ୍ୟ। ତେଣୁ ସେଥିପାଇଁ ଆମେ ସମସ୍ତେ ଗୋଟିଏ କଥା ଯୁକ୍ତି କରିବା, ରୋଷେଇ କରିବା। ଯଦି ଗ୍ୟାସ୍ ନାହିଁ ରୋଷେଇ କେମିତି କରିବା? ନା କାଠରେ କରିବା। କାଠ ଯଦି ନାହିଁ, ମିଳିଲାନି, ସୋଉଠୁ କ'ଣ କରିବା? ଆଉ କୋଇଲାରେ କରିବା, କିରାସିନରେ କରିବା, କିଛି ମିଳିଲାନି, କ'ଣ କରିବା? ଘୋଡ଼େଇ ପଡ଼େଇ ଶୋଇବା, ଆଉ କ'ଣ କରିବା? ତେଣୁ ନାଇଁ, ଇଏ ଜଗତରେ ନାସ୍ତିବାଚକ ଶବ୍ଦ ବି ନାହିଁ। ଯେଉଁମାନେ କହୁଛନ୍ତି ଭଗବାନ ଆଲ୍ଲା, ଭଗବାନ ଗଡ, ଭଗବାନ ବୁଦ୍ଧ, ସେ କଥା ଆମେ ବି ସବୁ ଶୁଣିଛୁ, କିନ୍ତୁ ନୀରବରେ ସେ କଥାକୁ ଆମେ ଭାବିଛୁ। ସେ ଗଡଙ୍କ ଘର କୋଉଠି, ଭଗବାନଙ୍କ ଘର କୋଉଠି? ସମସ୍ତେ କହୁଛନ୍ତି ଆମେ ସ୍ୱର୍ଗକୁ ଯିବୁ। ଏ ସ୍ୱର୍ଗଟା କୋଉଠି ଥିଲେ ତ ଯିବ। ସ୍ୱର୍ଗ କହିଲେ ଆନନ୍ଦ। ସ୍ୱର୍ଗ ନରକ ବେନି ବାଣୀ, ମୁଁ ଏହା ଏକ ଧର୍ମେ ଜାଣି। ତେଣୁ ଏଇ ଶିଶୁ ଅନନ୍ତ ଆଶ୍ରମ ଇଏ ଗୋଟିଏ ମୂର୍ତ୍ତି। ଏହାର ପ୍ରତ୍ୟେକ ସ୍ୱରୂପକୁ ଆପଣ ଯଦି ଦେଖିବେ, ଆପଣଙ୍କୁ ଯିଏ ପଚାରିବ ସେଠି କ'ଣ ଦେଖିଲେ, ଏୟା ଦେଖିଲେ, ଏୟା ଦେଖିଲେ, ଏୟା ଦେଖିଲେ, ଯେ ସବୁଗୁଡ଼ିକ ଆପଣ ମୂର୍ତ୍ତି ଦେଖିଛନ୍ତି। ଯିଏ ଦେଖିଛନ୍ତି ସେ ବି ମୂର୍ତ୍ତି। ଯେଉଁ ମଣିଷ ହଉ, ଜୀବ ହଉ, ଗଛ ହଉ କିମ୍ବା ତୃଣ ହଉ, ସବୁଗୁଡ଼ିକ ମୂର୍ତ୍ତି ରୂପକ ମଞ୍ଜିରୁ ଜନ୍ମ ହେଇଛନ୍ତି। ତା ଭିତରେ ବି ମୂର୍ତ୍ତି, ସେ ଭିତରେ ମଧ୍ୟ ମୂର୍ତ୍ତି ରହିଛି। ଆପଣ ବିଜ୍ଞାନକୁ ପଚାରନ୍ତୁ, ଆପଣ ସାଇନ୍ସ ଯେଉଁମାନେ ପଢ଼ୁଛନ୍ତି ତାଙ୍କୁ ପଚାରନ୍ତୁ। ଯେଉଁ ଉପାଦାନରେ ଆମେ ତିଆରି ହେଇଛୁ, ସେ ସବୁ ହେଉଛି ଲକ୍ଷ ଲକ୍ଷ ବୀର୍ଯ୍ୟ ବା ମଞ୍ଜି। ତେଣୁ ଈଶ୍ୱର ହେଉଛନ୍ତି ଏକ ସ୍ୱତନ୍ତ୍ର ମୂର୍ତ୍ତି, ଯାହାକୁ ଅଭିମନ୍ୟୁ ଗୋଟେ ଶବ୍ଦରେ କହିଲେ ସ୍ୱତନ୍ତ୍ର। ପ୍ରକୃତରେ ସେ ହେଉଛନ୍ତି ସ୍ୱତନ୍ତ୍ର। ତେଣୁ ମୁଁ ମୂର୍ତ୍ତି କହୁଛି ବା ମୁଁ ମୂର୍ତ୍ତି କରୁଛି, ପ୍ରକୃତରେ ମୋର ପରିଚୟ ହେଉଛି ମୂର୍ତ୍ତି। କରୁଛି କିଏ? ସେଇ ମୂର୍ତ୍ତି ଭିତରେ ଯେଉଁ ରହିଛି ଦିବ୍ୟ ସ୍ମୃତି ବା ଦିବ୍ୟ ସତ୍ତା, ସେଇ ସବୁ କରୁଛି। ଆମେ ସବୁ ମିଛରେ ଗାଈ ଅଡ଼େଇଲା ଭଳିଆ ହୋ ହୋ ହା ହା ଆମେ ହଉଛୁ। ଯେମିତି ଏକାଥରେ ହରିବୋଲ, ସେଇ ହରିବୋଲ ସାଙ୍ଗରେ କିଏ କହୁଛି ହୁଳହୁଳି, କିଏ ତା ଭିତରେ ଶଙ୍ଖ ବଜେଇଲାଣି, କିଏ ରାଧେ ରାଧେ କହିଲେଣି। ଗୋଟେ କେଉଁ କଥା କାହାକୁ ଭଲ କରି ଶୁଭୁନି। ତେଣୁ ପ୍ରକୃତରେ ଆପଣମାନେ ନିରୀକ୍ଷଣ କରିବେ, ସେ ତ ଗୀତାରେ କହିଛନ୍ତି ଜଗତ ବ୍ୟକ୍ତ ମୂର୍ତ୍ତି ନା। ଆଉ ତେଣୁ ଆମେ ପୁଣି ପରବର୍ତ୍ତୀ ସମୟରେ କଥାକୁ କହିବା। ଆଜି ଆମର ଏଇଟା ବର୍ତ୍ତମାନ ଗୋଟେ ବ୍ରହ୍ମ ସେବା ଚାଲିଛନ୍ତି। ଟିକେ ହୋ ହା ଘୋ ଘା ଟିକେ ଆମେ ଅଳ୍ପ ଅଳ୍ପ କରୁ। ତେଣୁ ଆଜି ତୃତୀୟ ଦିନ ହେଲା, ପୁଣି 4ଟି ଦିନ ପରେ ପୁଣି ଠାକୁରଙ୍କର ବ୍ରହ୍ମ ସେବା ନବଯୌବନ ବେଶ ଦର୍ଶନ କରିବା। ବର୍ତ୍ତମାନ ସେଇ ବନ୍ଦନାଟି ଜାଗ ହେ ବୋଲ।